देखिपे ओ माय गॉड बहुत समय पर नुआ माछ गोटे पिठे कादुआ फद पड़ू देख ना बाली हेलो हाय नमस्ते आशा करुच्ची भलर थे समस्ते मोर एक नुआ ब्लॉग को आपण स्वागत सांग मैंने देखिपे लुकाना कमोड 4000 फिशिंग डील पुणी थे आपण मानक नहीं आसी आउ ये लाइन है स्क्वाड फिश रो ये है फिशोलिक डेडली हंट आउ ये लूर है मोर फेवरेट एवं अच्छी पिटाराप फायर टाइगर देखो यार चालटा केमी देखु भल कि देखा सांग मान ये से चाल तार सांग मैंने देखिपे आम गोटे से जगह बहुत समय पकईलु है फिर ये गोटे पकईलु गोटे जगार कि ये भी है आगू को बहुत स्पर अच्छी कि आम लक्ष्य अच्छी ताल गछ पाक जावाई देखा आगू केते गोटे जाई हो आसत जा से कौन हो आपण मानक देखे चलते लोकेशन टी देखिए चलते आगे चलते सांग मैंने देखिपे 8-10टा स्पर आम अतिक्रम कर पलि आलु 2टा 3टा 4टा स्पर आम ट्राए करपर्यंत है जेहेतु पानी जस्ट छाड़ा आरंभ है 3 घंटा हम पानी तो पूरा छाड़ी खोलिया पानी अच्छी नुआ जगह नुआ लोकेशन आगे देखा गोटे बहुत समय पर नुआ माछ गोटे स्नापर ट्रे लगी रेड स्नापर कैमरा धरिक आस्ते कि खोल दी बस बस बाजी कंटा बाजी तुम देहरे सावधान बस कंटाटा कौट लगे सांग मैंने देखिए वीडियोटा भल देख सांग मैंने देखु आज ये वीडियो सक्सेस होगा जाऊँगी 12 मिनट तो है स्नापर गोटे है देखिपे जालटे नहीं आसवा स्नापरटा आसी जगह स्नापर भी है बोलिए आज आज आम फास्ट टाइम बोलूँ आम जान नी ये स्नापर हुए बोली देखते सब
ସାଙ୍ଗମାନେ ଦେଖିପାରୁଥିବେ ମାଛଟି ହବ ବୋଲି ମୁଁ ଆଶା କରିନଥିଲି, କିନ୍ତୁ ନୂଆ ଜାଗାରେ ନୂଆ ଟାଙ୍କ୍ ମିଳିଗଲା। ଦେଖନ୍ତୁ ବହୁତ ବଢ଼ିଆ ଜାଗା, ବସିକର ତମେ ବହୁତ ବଢ଼ିଆ ଜାଗା ହେଇଛି। କାଦୁଅ ହେଇଗଲା ମାଛଟା, ଦେଖିପାରୁଥିବେ ନୂଆ ଜାଗା ନୂଆ ଟାଙ୍କ୍। ସାଙ୍ଗମାନେ ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ କରିବାକୁ ଭୁଲିବେନି। ନଳିନୀ ଫିସିଂ ବ୍ଲଗ୍ ବହୁତ ରିସର୍ଚ୍ଚ ପରେ, ବହୁତ ଜାଗା ଅତିକ୍ରମ କଲା ପରେ ମାଛ ହେଇଗଲା। ଆଉ ଆମର ବିନୋଦ ଭାଇ ସହିତ ଫାଷ୍ଟ ଫିସିଂ ଲାଇଭ୍ରେ, ଆଉ ଫାଷ୍ଟ ଫିସିଂରେ ସେ ତ ବହୁତ ଦିନ ଆଗରୁ କହିଥିଲେ ଆମ ସହିତ ସେ ଆସିବେ, କ୍ୟାମେରାମ୍ୟାନ୍ ହେବେ, ତାଙ୍କୁ ସୁଯୋଗ ମିଳିନଥିଲା। ଆଜି ଫାଷ୍ଟ ମିଳିଥିଲା। ସେ କହିଥିଲା ଯାହାହେଲେ ବି ଆଜି ଭିଡ଼ିଓ ହେବ, ତାଙ୍କ କଥା ସତ୍ୟ ହେଲା। ଦେଖନ୍ତୁ ଏ ମାଛ ପୁରା ଏକଦମ ପାଟି, ଦେଖନ୍ତୁ ତାର ପୁରା ଦାନ୍ତ ଦେଖନ୍ତୁ, କୁମ୍ଭୀର ଭଳିଆ ଦାନ୍ତ ହେଇଛି, ପୁରା ଭୟଙ୍କର ମାଛଟେ ଅଛି, ଦେଖିପାରୁଥିବେ। ଆଉ ଏ ମାଛ ବହୁତ ସାବଧାନରେ ଖୋଲିବାକୁ ପଡ଼େ ସାଙ୍ଗମାନେ। ଆମେ କେମିତି ଖୋଲିଲୁ ଆପଣ ଟିକେ ଫଲୋ କରିବେ, ଦେଖିବେ। এইଭଳି ସାବଧାନରେ ଖୋଲିବେ, ନହେଲେ ଝିଙ୍କି ଦେବ ଯଦି ସେ କଣ୍ଟା ବାଜିଯିବାର ସମ୍ଭାବନା ଅଛି। ତାଙ୍କ ଚୁଙ୍ଗୁଡ଼ିଟା ପକାଇଦେବ, ତାହେଲେ ବି ତାଙ୍କ ଚୁଙ୍ଗୁଡ଼ି ଥିବ। ଆମର ମାଛଟା ଏଇଠି ଅଛି। ଦେଖିପାରୁଥିବେ ଏ ଜିନିଷ ପାଖ ରଖିବା ଦରକାର ନାହିଁ। ପିଠରେ କାଦୁଅ ଫାଦୁଅ ପଡ଼ୁଛି, ଦେଖିଲ ନା ବାଲି ଏଇଠି ସବୁ ଜାଲ ପକାଉଥିବ ସେମାନେ ବାଲି ଚର ଉପରେ ନା। ସାଙ୍ଗମାନେ ଦେଖିପାରୁଥିବେ ଲୋକଟା ପୁରା ଧାଇଁ ଧାଇଁ କରିକି ଆସୁଛି। ଦେଖିବା ପୁଣି ଆଟାକ୍ ନାହିଁ, ତିନିଥର ପକାଇଦେଲି। ସେପଟେ ଯାଇ ହେବ କି ଏ ହାତରେ ଗୋଟେ ପକାଇଛି। ଆପଣ ଦେଖିପାରୁଥିବେ ଜଙ୍କସନ୍ ଜାଗାକୁ ଆସି ପହଞ୍ଚାଇଛି। ଏଇଟା ହେଲା ଆମ ଏଇ ଅଞ୍ଚଳର ସବୁଠୁ ଜଙ୍କସନ୍ ଜାଗା। ଦେଖିପାରୁଥିବେ ସେପଟେ ଦେଖନ୍ତୁ ଗୋଟେ ପୁରା ଆଇଲ୍ୟାଣ୍ଡ ଭଳିଆ ହେଇଛି, ଏକଦମ ବାଲିଚର, ବହୁତ ସୁନ୍ଦର। ଜୁମ୍ କରି ଦେଖିଦିଏ, ବହୁତ ସୁନ୍ଦର ଲୋକେସନ୍। ଆଉ ଏଠି ପୁରା ଲାଷ୍ଟ ପରଟି, ଏଠି ବହୁତ ବଡ଼ ବଡ଼ ମାଛ ଧରା ହେଇଛି, ବହୁତ ମାଛ ଧରିବାର ରେକର୍ଡ଼ ଅଛି। ମୋର ବି ଗୋଟେ ବଡ଼ ମାଛ ଧରିବାର ଏଠି ଭିଡ଼ିଓ ଅଛି, ଆପଣମାନେ ଏବେ ନଳିନୀ ଫିସିଂ ବ୍ଲଗ୍ରେ ଦେଖିପାରିବେ। ଆଉ ଏଇଠି ଆମେ ଲାଷ୍ଟ ଫିସିଂ କରିବାକୁ ଯାଉଛୁ, ଦେଖିବା କ'ଣ ହେଉଛି। ସେଇପଟ ସାଇଡ଼୍ରେ କୁମ୍ଭୀର ସବୁ ରହନ୍ତି, ଦେଖିପାରୁଥିବେ ସାଙ୍ଗମାନେ। କୁମ୍ଭୀରର ବସା ସେଠି, ଆଉ ସେ ଜଙ୍ଗଲ ପଟରେ ବି ରହନ୍ତି। ବହୁତ ବଢ଼ିଆ ଲୋକେସନ୍ ହେଇଛି। ବିନୋଦ ଭାଇ ସହିତ ଫାଷ୍ଟ ଭିଡ଼ିଓ, ଆପଣମାନଙ୍କୁ କେମିତି ଲାଗୁଛି କମେଣ୍ଟ କରନ୍ତୁ। ସ୍ପରରେ ରହିଯାଇଛି ସେପଟରେ, ଆଉ ଚୁଙ୍ଗୁଡ଼ି କାଢ଼ିକି ପକାଇଥାନ୍ତି, କିନ୍ତୁ ଏଇଥିରେ ଆମେ ଶେଷ ଯାଇ ଖେଳିବୁ, ଦେଖିବା କ'ଣ ହେଉଛି।
ସାଙ୍ଗମାନେ ଏଇ ଜାଗା ବହୁତ ମାନେ ଡେଞ୍ଜର ଜାଗା। ଏଠି କୁମ୍ଭୀରର ବହୁତ ଭୟ ଅଛି, କାହିଁକିନା କୁମ୍ଭୀର ଏଠି ରୁହନ୍ତି ସବୁବେଳେ, ଏ ପାଖାପାଖି ସବୁବେଳେ ରହନ୍ତି କୁମ୍ଭୀର। ତ ତେଣୁକରି ଆମେ ବହୁତ ଦୂର ରହିକି ଫିସିଂ କରୁଛୁ, ସାବଧାନ କରିବାକୁ ପଡ଼ୁଛି। ବଡ଼ ବଡ଼ କୁମ୍ଭୀର ଏଠି ରହୁଛି। ଆଉ ଏଠିକାର କୁମ୍ଭୀର ବି ଭିଡ଼ିଓରେ ବି ଆପଣ ଦେଖିଥିବେ, ମୋର ପୂର୍ବ ଭିଡ଼ିଓରେ ବହୁତ କୁମ୍ଭୀର ଏଠି ରହୁଛି। ଏବଂ ଯେମିତି ମାଛ ସେମିତି କୁମ୍ଭୀର। ଆଉ ଆମେ ପାଖାପାଖି 2 କିଲୋମିଟର ଗାଡ଼ି 2 କିଲୋମିଟର ଦୂର ରଖିକି ଚାଲି ଚାଲି ଆସିଛୁ। ଫିସିଂ ଆଜି ସରିଲା, ଏଇ ଜାଗା ଏଇ ଲୋକେସନ୍ ଦେଖି ନିଅନ୍ତୁ। ଏଇଠି ଆଜି ଫିସିଂ ସରିଲା। ବହୁତ ଡେଞ୍ଜର କୁମ୍ଭୀରିଆ ଜାଗାରେ ଆଜି ଫିସିଂ କଲୁ। ଆଉ ଗୋଟେ ମାତ୍ର ହେଇଛି ମ୍ୟାଙ୍ଗ୍ରୋ ଜାକ୍ ପାଖରେ ଗୋଟେ ଆଟାକ୍ ହେଇଥିଲା, ଆଉ କୌଣସି ବାରମୁଣ୍ଡିର ଆଟାକ୍ ନାହିଁ। ଆଉ ସାଙ୍ଗମାନେ ଆମେ ପାଖାପାଖି ଗାଡ଼ି ରଖିଛୁ 2 କିଲୋମିଟର ଦୂରରେ, ଅନ୍ଧାରରେ ବିଲ ଭିତରେ ପଶିକି ଯିବୁ। ବାକି ଡର ମାଡ଼ୁଛି, ଆଉ ସାବଧାନ ଆମକୁ ଟର୍ଚ୍ଚ ମାରିକି ଯିବାକୁ ପଡ଼ିବ। ଆଉ ଏଇଠି ରଖୁଛି ସାଙ୍ଗମାନେ। ଜୟ ଜଗନ୍ନାଥ, ଜୟ ବାବା ଚନ୍ଦ୍ରମୌଳି। ଯଦି ସାଙ୍ଗମାନେ ଆମ ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ କରିବାକୁ ଭୁଲିବେନି। ଆଉ ନୂଆ ଯଦି କିଏ ଅଛନ୍ତି ତାହେଲେ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ବେଲ୍ ଆଇକନ୍କୁ ଦବାଇ ଦେବେ। ନୂଆ ଭିଡ଼ିଓ ଆପଣଙ୍କ ପାଖରେ ସର୍ବପ୍ରଥମେ ଯାଇ ପହଞ୍ଚିବ। ରଖୁଛି, ବାଏ।